লুকাহে কি তু জহর রে কুলাঙ্গার হয় রে বদমাস তোকে লজ্জা লাগিলানি এরে বড় পাপ কর্ম করিছ তু কইবে ବାପା ବାପା ଆପଣ ଚିହ୍ନି ପାରୁଛୁ ମୁଁ ଚିହ୍ନି ପାରିଲିନି ବାପା ଚୁପ୍ ମୁଁ କଣ କଲି ଚୁପ୍ ମୋ ସହିତ କଣ ହେଲା ମୁଁ କିଛି ବି ବୁଝିପାରୁନି একদম চুপ ମୁଁ ପଚାରି ବୁଝୁଛି ବୁଝିପାରୁଛୁ ମୁଁ ମୋତେ ଆଜି ଠକି ପାରିବୁନି ଆଜି ମୁଁ ଦେଖିଛି ମାନେ ଦୁଇ ଆଖିରେ ସବୁ ସତ ବୁଝୁଛୁ ମୁଁ ଆଜି ପଚାରି ବୁଝୁଛି ହେ ମା ମାଲୋ ମହାରାଜ କହିପାରିବୁ ପ୍ରକୃତରେ ସତ ଘଟଣାଟା କ'ଣ କିଲୋ ମା ଆଜି ମୁଁ ଯେଉଁ ଦେଖିଛି ଏଇ ଆଖିରେ ସେଇ ସତ ଘଟଣା କଥା କହିପାରିବୁ କୁହ ମା କୁହ ମହାମାନ୍ୟ ମହାରାଜ ହଁ ପ୍ରକୃତରେ ମୁଁ ସତ କଥା କହିବି କହିଯା ମା କହିଯା ଆପଣଙ୍କ ପୁଅ ହଁ ସାଗର ବାବୁ ମୋଠୁ ସବୁଦିନ ଆସି ମଦ ପିଅନ୍ତି ନା ବାପା ନା ମତେ ଫସାଇ ଦିଆଯାଉଛି ଆହୁରି ସତ୍ୟ କଥା କହିବି ଆଉ କି କଥା ଆଉ ସତ୍ୟ କଥା କ'ଣ ସେ ମତେ ଡରେଇକି ପଇସା ଦିଅନ୍ତି ନାହିଁ ଡରେଇକି ପଇସା ଦିଅନ୍ତି ନାହିଁ ଆରେ କୁଲଙ୍ଗାର ବଡ଼ ଲୋକଙ୍କ ଉତ୍ତର ନାହିଁ ମୁଁ ସବୁ ସହିଯାଏ ଆହୁରି ମଧ୍ୟ ସତ୍ୟ କଥା କହିବି ଆଉ କି କଥା କୁହ ମା କୁହ ଆପଣଙ୍କ ପୁଅ ହଁ ଆପଣଙ୍କ ପୁଅ ସାନ ପୁଅ ହଁ ସବୁଦିନ ମାତାଲ ହୋଇ କ'ଣ କରିଛି ମତେ ଧର୍ଷଣ ଛି ଛି ମୁଁ ତତେ ଛାଡ଼ିବେନି ନାରୀ ହେଲେ ସୁଦ୍ଧା ମୁଁ ମଧ୍ୟ ତତେ ଝିଅଙ୍କର ବାଡ଼ି ଦେବେ ସେଇଠି ଠିଆ ହୁଅ ତୁ ଆଜି ଏଇ ଶରଣ ଅବଳା ଝିଅକୁ କିଛି ବି କରିପାରିବୁ ନାହିଁ ଏ ହେଉଛି ମୋର ଆଦେଶ ହଁ ହଁ ଏ ହେଉଛି ମୋର ଆଦେଶ ଦେଖିଲେ ମହାରାଜ ଦେଖିଲେ ତ ଆପଣଙ୍କ ଭଳି ରାଜା ଯୋଉ ରାଜ୍ୟରେ ଶାସନ କର୍ତ୍ତା ଥାଏ ସେଇ ରାଜ୍ୟରେ ନାରୀ ମାନଙ୍କୁ ପୁଣି ଏମିତି ସମ୍ମାନ ମିଳୁଛି ମୁଁ ଏଣୁ ପୁଲିସ ପତି ରହୁଛି ମୁଁ ବି ହେମା ତୁ ଧୈର୍ଯ୍ୟ ଧର ତୁ ଧୈର୍ଯ୍ୟ ଧରି ରୁହ ମା ତୁ ଧୈର୍ଯ୍ୟ ଧରି ରୁହ ମୁଁ ହେଉଛି ଏ ରାଜ୍ୟର ଗୋଟିଏ ଶାସନକର୍ତ୍ତା ବିଚାରକ ବିଚାରକ ଉଚିତ ବିଚାର କରିବି ମା ଉଚିତ ବିଚାର କରିବି ତୁ ଶୁଣ ମା ଶୁଣୁଛୁ ମା କଥାଟା କ'ଣ କି ନାରୀମାନଙ୍କର ଇଜ୍ଜତ ହେଉଛି ଗୋଟିଏ ମାଟି ହାଣ୍ଡି ଲୋ ମା ମାଟି ହାଣ୍ଡି ହଁ ତାକୁ ଛୁଇଁଦେଲେ ନା ସେ ସବୁଦିନ ପାଇଁ ମରା ହୋଇଯାଏ ହଁ ମା ମରା ହୋଇଯାଏ ଆଉ ଯିଏ ଯଦି ଛୁଇଁବାକୁ ଚେଷ୍ଟା କରେ ସେ ସବୁଦିନ ପାଇଁ ତାର ହୋଇ ରହିଯାଏ ହଁ ସାଗର ତୁ এই ঝিଅକୁ ବାହା ହେବୁ ନିଶ୍ଚୟ ହଁ ହଁ ଅଲବାତ ବାହା ହବ ନା ନା ବାପା ନା ମୁଁ ପାରିବିନି ବାପା ମୁଁ ପାରିବିନି ସେଇଟା ମୁଁ ଜାଣିବିନି ମୋ ସ୍ତ୍ରୀ ଝରଣା ଥାଉ ଥାଉ ମୁଁ ଏହାକୁ କେମିତି ବାହା ହେଇପାରିବି ବାପା ମୁଁ କିଛି ବୁଝିବିନି ଝରଣା ପ୍ରତି ବହୁତ ବଡ଼ ଅନ୍ୟାୟ ହେଇଯିବ ବାପା ମୁଁ କିଛି ଜାଣିବିନି ଯାହା ଦେଖିଛି ମାନେ ମୁଁ ନିଷ୍ପତ୍ତି ନେଇ ସାରିଛି ହଁ ହଁ ନିଷ୍ପତ୍ତି ନେଇ ସାରିଛି ଆପଣଙ୍କ ନିଷ୍ପତ୍ତିକୁ ଫେରେଇ ନିଅନ୍ତୁ ନାଇଁ। ବାପା
ମୁଁ ଆପଣଙ୍କ ପାଦ ଧରୁଛି ବାପା, ପାଦ ଧରୁଛି। ଏ କୁଳଙ୍ଗାର, ଯେତେ ମୋ ପାଦ ତଳେ ପାଦ ଧରିଲେ ବି ଆଜି ତୋର କ୍ଷମା ନାହିଁ। ଯା କହୁଛି କ୍ଷମା ନାହିଁ। ଯେଉଁ ନିଷ୍ପତ୍ତି ନେଇଛି ମାନେ ନିଷ୍ପତ୍ତି ନେବି ହିଁ ନେବି। তোকে লজ্জা লাগুনি? হয় রে কুলাঙ্গার। হ্যাঁ, କଣ କଣ ଅନେକ କାହିଁକି? ତୁ ବାହା ହେବୁ ନା ନାହିଁ? ନା ବାପା, ମୁଁ ବାହା ହେଇପାରିବିନି ବାପା, ମୁଁ ବାହା ହେଇପାରିବିନି। ହଁ, ବାହା ହେଇପାରିବୁନି? ଥାଉ ମହାରାଜ, ଥାଉ ଥାଉ, ଏ, ଏତେ ବାଧ୍ୟ କରନ୍ତୁ ନାହିଁ। କାହିଁକି? ନାରୀର ଇଜ୍ଜତ ଜୀବନ ଠାରୁ ବଡ଼। ହଁ, ନାରୀର ଇଜ୍ଜତ ଚାଲିଗଲା ପରେ କେବେ ଫେରେ ଆସେ ଏ ନା। ମା, ଏଣୁ ମୁଁ ନିଷ୍ପତ୍ତି ନେଉଛି ନାଇଁ ମା, ଆପଣଙ୍କ ସାଗର ବାବୁଙ୍କ ପାଇଁ ବିଷ ଖାଇବୁ। ଏ ମା ନାଇଁ। ତମେ ଗୋଟିଏ ଶାନ୍ତ ଶ୍ରେଷ୍ଠ ସରଳ ମା। ତୁମେ ଦେଖିବାକୁ ଭାରି ସୁନ୍ଦର ମା। ହଁ ହଁ, ଭାରି ସୁନ୍ଦର। ତମ ଚରିତ୍ର ବି ସୁନ୍ଦର ମା। ମୁଁ ସବୁ କିଛି ଜାଣିଛି। ତୁମେ ସେମିତି କରିପାରିବନି ମା, ତୁମେ ସେମିତି କରିପାରିବନି। ଅଞ୍ଜଳି, ତୁମେ କରିପାରିବନି ଅଞ୍ଜଳି। ଆପଣଙ୍କ ନଜରରେ ସିନା ମୁଁ ସୁନ୍ଦର, ଆପଣଙ୍କ ପୁଅ ମତେ ଚରିତ୍ରହୀନ କରିଦେଲେ, କଳଙ୍କିତ କରିଦେଲେ। ଏଇ କଳଙ୍କିତ ଦେହକୁ କାହା ଆଗରେ ଦେଖେଇ ପାରିବି ନାହିଁ। ମୋ ପାଇଁ ହୋଇଗଲା ସିନ୍ଦୁର ମନା। ସୁନ୍ଦରୀ ଝିଅକୁ ସିନ୍ଦୁର ମନା। ତୁମେ ଏପରି କରିପାରିବନି ଅଞ୍ଜଳି, ତୁମେ ଏପରି କରିପାରିବନି। ଦିନେ ଦିନେ ପିତୃ ସତ୍ୟ ପାଇଁ ଶ୍ରୀରାମଚନ୍ଦ୍ର 14 ବର୍ଷର ବନବାସ ଯାଇଥିଲେ। ହଁ, ଆଜି ମୁଁ ବି ପିତୃ ସତ୍ୟ ପାଇଁ ଏଇ ଅଞ୍ଜଳିକୁ ସମସ୍ତଙ୍କ ସାମ୍ନାରେ ଶଙ୍ଖା ସିନ୍ଦୁର ଦେଇ ସ୍ତ୍ରୀ ରୂପରେ ଗ୍ରହଣ କରୁଛି। କାହିଁକି ତମେ ବା କହିବ ସୁନ୍ଦରୀ ଝିଅକୁ ସିନ୍ଦୁର ମନା? କିନ୍ତୁ ଗୋଟିଏ ସର୍ତ୍ତ। କି ସର୍ତ୍ତ ଲୋ ମା? ଆପଣଙ୍କ ପୁଅଙ୍କର ଯୁଦ୍ଧ ସ୍ତ୍ରୀ ହେବି। ହଁ, ମୋର ପିଲା ପିଲା ଛୁଆ ହେବ। ହଁ ମା, କାଲିକି ସେମାନେ ମତେ ହତାଧର ବି କରିଦେଇ ପାରନ୍ତୁ। ଠିକ କହୁଛୁ ମା। ଏଣୁ ମୁଁ ନିଷ୍ପତ୍ତି ନେଉଛି କଣ କେମିତି ମା? ଅଧା ସମ୍ପତ୍ତି ମୋ ନାଁରେ ହେବା ଦରକାର। ଏ, କଣ କହିଲୁ ମା? ନା, ନା ନୁହେଁ ହଁ। ମୁଁ କଥା ଦେଇଛି ମାନେ କଥା ରଖିବି ନିଶ୍ଚୟ। ହେଲେ ମା, ତୋ କଥାରେ ମୁଁ ସହମତ ମା, ସହମତ। ଏ ଭଣଞ୍ଜା ତମାନ, ଆରେ ଏଇଠି ଅନେକ ଅନେକ ଚାହିଁଛ କାହିଁକି? ଯାଅ ସେ କାଗଜପତ୍ର ନେଇକି ଆସ। ହଁ, ଆଜି ମୁଁ ଲେଖି ଦସ୍ତଖତ କରିଦେବି ଯେ ଏଇ ରାଜ୍ୟର ଅଧା ଭାଗ ମୋ ସାନ ବୋହୂ ଅଞ୍ଜଳିର ରହିବ, ଆଉ ଅଧା ଭାଗ ମୋ ବଡ଼ ବୋହୂ ଝରଣାର ରହିବ। ଠିକ ଅଛି ମାମୁ, ହଁ, ମୁଁ ନେଇକି ଆସୁଛି। ଆସ, ଆଉ ଡେରି କରନି। ସମୟ ଚକରେ ଏ ସଂସାର ରାଜ ଗଡୁଥାଏ ରହୁଥାଏ। ଏ ଜୀବନ ପଥ କେବେ ସିଧା ପୁଣି କେବେ ଅଙ୍କା ବଙ୍କା ହୁଏ। କାହାକୁ କହିବି
रे